হোলি অভিনন্দন। জয় জগন্নাথ। না ମୋ ନାଁ ମୀନକେତନ ମହାନ୍ତି, ଜନ୍ମସ୍ଥାନ କେନ୍ଦ୍ରାପଡ଼ା, ରହୁଛି ଅଡ଼ଶପୁରରେ। କ'ଣ ଅନୁଭୂତି ଅଛି ସାର୍? ଅନୁଭୂତି ତ ସାର୍ ବହୁତ ଅଛି, କାରଣ ମୁଁ ପ୍ରତି ମାସରେ ପ୍ରଭୁଙ୍କ ପାଖକୁ ଆସେ। ଡାକିଲି ତ ବାହାରିଲି, ବାଇକ୍ ଧରିଲି ଚାଲିଲି। କିନ୍ତୁ ସବୁଠାରୁ ମୋର ବଡ଼ ଅନୁଭୂତି ହେଉଛି ଜୀବନରେ ପ୍ରଥମ ଥର ମୁଁ ମୋ ସାଙ୍ଗମାନଙ୍କ ସହିତ ସାଇକେଲରେ ଆସିଥିଲି ଅଷ୍ଟମ ଶ୍ରେଣୀରେ ପଢ଼ିଲା ବେଳେ ମନ୍ଦିରକୁ, ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ। ଯେତେବେଳେ ମୁଁ ପୁରୀରେ ପହଞ୍ଚିଲି, ଅଧବାଟରୁ ମୋର ଏଇ ଡାହାଣ ଗୋଡ଼ ସମ୍ପୂର୍ଣ୍ଣ ବଙ୍କା ହେଇଗଲା, ମାନେ ମସଲ୍ ଷ୍ଟିପ୍ ହେଇକି ବଙ୍କା ହେଇଗଲା। ମୁଁ ଛୋଟେଇକିନି ଆସିଲି ଏଇ ପର୍ଯ୍ୟନ୍ତ। ଆସିକିନି ମନେ ମନେ ଭାବିଲି ଯେ ପ୍ରଭୁ ମୋ ଗୋଡ଼ଟା କ'ଣ ଏମିତି ହେଇଗଲା କହିକିନି ଯେତେବେଳେ ତୃତୀୟ ପାହାଚ ଚତୁର୍ଥ ପାହାଚରେ ପାଦ ଦେଇଛି, ମୋ ଗୋଡ଼ ପୁରା ସିଧା ହେଇଗଲା। ମୁଁ ଖୁସିରେ ପୁରା ନାଚିକିନି ମୁଁ କହିଲି ଯାହା ହଉ ପ୍ରଭୁ, ମୁଁ ଶୁଣିଥିଲି ସିନା ଅନ୍ୟମାନଙ୍କ ପାଖରୁ, ହେଲେ ଆଜି ଏ ଅଷ୍ଟମ ଶ୍ରେଣୀ ଅନୁଭବ କଲି। ତେଣୁ ସେବେଠାରୁ ମୁଁ ଯେତେବେଳେ ମୋର ଇଚ୍ଛା ହୁଏ ମୁଁ ସେତେବେଳେ ପୁରୀ ପଳେଇ ଆସେ। ଏବେ ସକାଳୁ ବସିଥିଲି, ଅନେଇଲି ଜଗନ୍ନାଥଙ୍କ ଜୟ ଜଗନ୍ନାଥ ଟିଭି ଚାଲିଛି ପ୍ରଭୁଙ୍କର, ଅନେଇଲି ବାହାରିଲି ସାଙ୍ଗେ ସାଙ୍ଗେ। ତେଣୁ ଇଏ ତ ବହୁତ କଥା, ଆଉ ମୋର ବିଶେଷ କିଛି କହିବାର ନାହିଁ। କ'ଣ ସମସ୍ତଙ୍କୁ ବାର୍ତ୍ତା ଦେବାକୁ ଚାହେଁ? ବାର୍ତ୍ତା ଦେବାକୁ ଚାହୁଁଛି, ମୋ ପ୍ରଭୁ ଜଗନ୍ନାଥ ଆଉ ବିଶ୍ୱର ଜଗନ୍ନାଥ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଜୟ ଜଗନ୍ନାଥ। ଆପଣ ଦେଖନ୍ତି ଜୟ ଜଗନ୍ନାଥ ଟିଭି? ନିଶ୍ଚିନ୍ତ, ସବୁବେଳେ। ମୁଁ ତ ସ୍କୁଲକୁ ପ୍ରାୟ ପଳେଇ ଯାଏ, କିନ୍ତୁ ସକାଳୁ ଦେଖିକିନି ପୁଣି ସ୍କୁଲ ଯାଏ। ବେଳେବେଳେ ଇଚ୍ଛା ହେଲେ ଗାଧୁଆଳେ ବସିକିନି ମୁଁ ଲଗାଇ ଦିଏ ୟୁଟ୍ୟୁବ୍। ମୁଁ ଦେଖେ, ପ୍ରଭୁଙ୍କୁ ସବୁବେଳେ ଦେଖେ। ବହୁତ ବହୁତ ଧନ୍ୟବାଦ। ଜୟ ଜଗନ୍ନାଥ। ସ୍ୱାଗତ କରିବା ଆଉ ଜଣେ ଭକ୍ତ। ଜୟ ଜଗନ୍ନାଥ ଟିଭି କେ ସ୍ୱାଗତ। କ'ଣ ରହିଛି ଅନୁଭୂତି? ଜୟ ଜଗନ୍ନାଥ।